ରାସ୍ତା ବନ୍ଦ କରିବା ଦାବି ନେଇ ଚାଲିଛି ଅଭିଯାନ। ସ୍ଥାନ ହେଉଛି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗର ଧାରଣା ସ୍ଥାନ। ଜାତିଭିତ୍ତିକ ସ୍ଥାନ ସଂରକ୍ଷଣକୁ ବିରୋଧ କରି କିଛି ଛାତ୍ର, ଯୁବକ ଓ ବୟସ୍କମାନେ ଆଜି ଏଠାରେ ଏକାଠି ହୋଇଥିଲେ। ସାଧାରଣ ଓ ଓବିସି ବର୍ଗର ମେଧା କିପରି ଜାତିକୋଟା ବ୍ୟବସ୍ଥା ଯୋଗୁଁ ବଳି ପଡୁଛି ତାହା ଅତ୍ୟନ୍ତ ଖବର ବିଷୟ ବୋଲି ସେମାନଙ୍କର ମତ ଥିଲା। କଟ ଅଫ୍ ମାର୍କ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ପରୀକ୍ଷା ଫିସ୍ ଦେବା ପର୍ଯ୍ୟନ୍ତ ସବୁଠି ସେମାନଙ୍କ ପ୍ରତି ଅବିଚାର କରାଯାଉଛି। ଆଉ ଏ ଅନ୍ୟାୟ ସହ୍ୟ କରାଯିବ ନାହିଁ। ଯଦି ସରକାର ଜାତିଭିତ୍ତିକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦିଗରେ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ କହିଛନ୍ତି। ଆମେ ୟୁଥ୍ ଫର୍ ଇକ୍ୱାଲିଟି ଓଡ଼ିଶା ସଦସ୍ୟମାନେ ଆଜି ଭୁବନେଶ୍ୱର ରୋୟାଲ ଫ୍ୟାମିଲିରେ ଧାରଣାରେ ବସିଛୁ। ଆମର ଦାବି ହେଲା ଦୁଇଟି। ସରକାରଙ୍କୁ ଆମେ ଆମ ଦାବି ଜଣାଇବାକୁ ଚାହୁଁଛୁ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ବା ବିଭିନ୍ନ କମ୍ପିଟେଟିଭ୍ ଏକ୍ଜାମ୍ରେ ଯେଉଁ ପରୀକ୍ଷା ଫିସ୍ ରହିଛି ଅଲଗା ଅଲଗା କାଟେଗୋରୀ ପାଇଁ ଅଲଗା ଅଲଗା ସେଇଟାକୁ ଇକ୍ୱାଲ୍ କରାଯାଉ, ସମସ୍ତଙ୍କୁ ସମାନ କରାଯାଉ। ତା ସହିତ ଯଦି 28 ରହିଲେ ତ SSC ପାଇଁ କେଉଁଠି ରହିଲାନି 11 ସେଇଟାକୁ ସମାନ କରାଯାଉ। ତାଦ୍ୱାରା ମୂଲ୍ୟାୟନ ଭିତ୍ତିକ ସମାନତା ଆସିବ ଏବଂ ଏକ ସୁସ୍ଥ ସାମାଜିକ ଏବଂ ଶାସନ ବ୍ୟବସ୍ଥା ଗଠି ଯାଇପାରିବ। ଆମେ ଯେପର୍ଯ୍ୟନ୍ତ ସରକାର ଆମର ଦାବି ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ଆମେ କଣ୍ଟିନ୍ୟୁ କରିବୁ ଏହି ଆନ୍ଦୋଳନକୁ। ଏବଂ ମୁଁ ଅନୁରୋଧ କରୁଛି ସମସ୍ତ ସାଧାରଣ ବର୍ଗ, ଜନସାଧାରଣ, ଷ୍ଟୁଡେଣ୍ଟ, କଲେଜ, ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କୁ, ସମସ୍ତଙ୍କୁ, ବୁଦ୍ଧିଜୀବୀମାନଙ୍କୁ ସେମାନେ ଆସି ଆମ ଆନ୍ଦୋଳନରେ ଯୋଗ ଦିଅନ୍ତୁ। ଯଦି ସେମାନଙ୍କୁ ଠିକ୍ ଲାଗୁଛି ପ୍ରକୃତରେ ଆମର ଦାବିଟା ଯଥାର୍ଥ ଅଛି ଆମ ଜାତିର ଯୁକ୍ତିଯୁକ୍ତ ତ ହେଇପାରିବେନି ଯେ ପର୍ଯ୍ୟନ୍ତ ସେ ଏଇ ରିଜର୍ଭେସନ ଧାରାକୁ ଟାଣିକି ଧରିଛି। ସେ ପ୍ରଥମେ ଛାଡ଼ନ୍ତି ରିଜର୍ଭେସନ ଧାରାକୁ, ମେନ୍ ଷ୍ଟ୍ରିମ୍କୁ ଆସନ୍ତୁ। ସେଇଠି ସେ ଜାଣିବେ ଯୋଗ୍ୟତାର ମୂଲ୍ୟାଙ୍କନଟା କେବଳ ଯୋଗ୍ୟତା ଭିତରେ ହୋଇଥାଏ, ନା କି ରିଜର୍ଭେସନ ଭିତରେ।